ଠାକୁର ଆପଣ ସାରା ପୃଥିବୀରେ ଦେଖିବେ ଯେ ହାତ ଯୋଡ଼ିକି ବସୁଛନ୍ତି ଏଇ ମା ହାତ ଯୋଡ଼ିକି ବସୁଛନ୍ତି ସପ୍ତ ଫେଣି ସାତ ମୁଣ୍ଡ ଉପରେ ଅଛି ଆଜ୍ଞା ତେଣୁ ହାତ ଯୋଡ଼ି ଠାକୁର ଡାକୁଛନ୍ତି ହାତ ଯୋଡ଼ି ତମର କୁହନ୍ତି ଆଜ୍ଞା 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 ରାତିରେ ଆମ ଯେତେ ମା ମାନଙ୍କଠୁ ଆମେ ଶୁଣୁ ରାତିରେ ମା ଗୋଡ଼ରେ ବସି ମନ୍ଦିର ଯାଆନ୍ତି ହଁ ଧୂଣା ଧୂପ ବାସନା ହବ ଯିବେ ରାତିରେ ମନ୍ଦିର ମା ନିଜେ ଆଜ୍ଞା କଳା ଗୋଡ଼ାରେ ମା ନିଜେ ମାନେ ମୋଟି ହେଇଯାଉଛି ଆଜ୍ଞା ମା ନିଜେ ଯାଇ ଝୁମୁ ଝୁମୁ ନେଇ ପହଞ୍ଚିଲା ଧୂପରେ ଝାଡ଼ି ଦେଇକି ଆସିଲା ସକାଳୁ ପିଲା ରେଡ଼ି ମୋର ଜୟ ଜଗନ୍ନାଥ ଭାଇ ଭଉଣୀ ଆଶା ହେଉଛି ଆପଣ ସମସ୍ତେ ଭଲରେ ଥିବେ ତ ପୁଣି ଥରେ ଆଜି ମୁଁ ଆପଣଙ୍କୁ ଗୋଟେ ଫ୍ରେଶ୍ ବ୍ଲଗ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛି ଭାଇ ବର୍ତ୍ତମାନ ପହଞ୍ଚିଛି ମୁଁ ମାଆଙ୍କ ମନ୍ଦିରରେ ମା ହାତଯୋଡ଼ି ଠାକୁରାଣୀଙ୍କ ମନ୍ଦିର ଏଇଟା ଦେଖନ୍ତୁ ତ ବର୍ତ୍ତମାନ ଭିତରକୁ ଯିବା ଆଉ ଭାଇନାଙ୍କ ସହିତ କଥାବାର୍ତ୍ତା କରିବି ଆପଣଙ୍କୁ ମାଆଙ୍କ ବିଷୟରେ ଜଣେଇବି ଆଉ ଆପଣଙ୍କୁ ପୁରା ଦର୍ଶନ କରିବି ମନ୍ଦିରର ତ ଏଇଟା ହେଉଛି ମାଆଙ୍କ ମନ୍ଦିରଟି ଦେଖନ୍ତୁ ଏଇଠି ହାତଯୋଡ଼ି ମା ହାତଯୋଡ଼ି ଠାକୁରାଣୀ ତ ଦେଖୁଛୁ ସବୁ ଜିନିଷ ଆପଣଙ୍କୁ ଭଲସେ ଆଉ ତ ଏଇଟା ହେଉଛି ମାଆଙ୍କ ପୁରା ମନ୍ଦିରଟି ଆଉ ବାହାରେ ନୃସିଂହ ଅଛନ୍ତି ବହୁତ ସୁନ୍ଦର ମୂର୍ତ୍ତି ବହୁତ ପୁରୁଣା ମୂର୍ତ୍ତି ବି ମହାପ୍ରଭୁଙ୍କର ଦେଖନ୍ତୁ ଏଇଟା ହେଉଛି ଏଣ୍ଟ୍ରି ପାର୍ଟଟା ମନ୍ଦିରର ଆଉ ବର୍ତ୍ତମାନ ମୁଁ ଅଛି ମାଆଙ୍କ ମନ୍ଦିରରେ ଏଇଟା ଗୋଟେ ପୁରୀର ଗୋଟେ ମାଆଙ୍କର ବହୁତ ପୁରୁଣା ମନ୍ଦିର ଯଦି ଆପଣ ଆସୁଛନ୍ତି ଯେମିତି ହେଲେ ଏଇ ମନ୍ଦିରକୁ ଆସନ୍ତୁ ହେଲା ତ ମନ୍ଦିରଟା ଦେଖୁଛୁ ଆଉ ମାଆଙ୍କୁ ଦର୍ଶନ ଦେବେ ଆପଣମାନଙ୍କୁ କରୁଛି ଆଉ ବର୍ତ୍ତମାନ ଆମ ସହିତ ଆମ ମାଆଙ୍କର ଯିଏ ପୂଜକ ଅଛନ୍ତି ଆଜ୍ଞା ଆପଣଙ୍କ ନାଁଟା ଜୟ ଜଗନ୍ନାଥ ଦୀପକ କୁମାର ଦାସ ଆଜ୍ଞା ତ ଭାଇନା ମାଆଙ୍କ ମନ୍ଦିର ବିଷୟରେ ଟିକେ କିଛି କୁହନ୍ତୁ ମାଆଙ୍କ ମନ୍ଦିର ଜଗନ୍ନାଥ ମନ୍ଦିର ସାଙ୍ଗରେ ଜଡ଼ିତ ଆଜ୍ଞା ଯଦି ଜଡ଼ିତ ମହାପ୍ରଭୁଙ୍କର ଯେତେବେଳେ ନବକଳେବର ଯାତ୍ରା ହୁଏ ଆଜ୍ଞା ଦାରୁ ପାଇଁକା ଯେଉଁ ଯାଆନ୍ତି ନବକଳେବର ଆଜ୍ଞା ସେ ଦାରୁ ପାଇଁକା ଦଇତାମାନେ ଆଣିକି ବସିଥିଲେ ଏଇଠି ଆଜ୍ଞା ଏଇ ଦଇତାପଡ଼ା ସାହି ଆଜ୍ଞା ତେଣୁକରି ଦଇତାମାନଙ୍କର ଯେଉଁ ପୁଣ୍ୟ ପର୍ବ ଏସବୁ ଅଛି ଉତ୍ସବ ଅଛି ସେ ଉତ୍ସବରେ ପ୍ରଭୁଙ୍କର ମହାଅଷ୍ଟମୀର ଯେଉଁ ଜିନିଷ ସବୁ ଆସେ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ମହାପ୍ରସାଦ ଆଣନ୍ତି ଆଜ୍ଞା ଖଣ୍ଡୁଆ ପାଟ ଆଣିକି ଦିଅନ୍ତି ପତନି ଦିଅନ୍ତି ଆଜ୍ଞାମାଳ ଆସେ ଆଜ୍ଞା ଏମିତି ତ ମାନେ ନବକଳେବରରେ ଆଜ୍ଞା ନାଇଁ ନବକଳେବର ନୁହେଁ ଆମର ଆଶ୍ଵିନ ମାସରେ ଆଚ୍ଛା ଆଚ୍ଛା ଆଶ୍ଵିନ ମାସରେ ଏସବୁ ଜିନିଷ ଆସିକି ପହଞ୍ଚେ ମାଙ୍କ ପାଖରେ ଆଜ୍ଞା ତେଣୁ ଏଇ ଯେଉଁ ତିନି ପୂଜା ହୁଏ ମହାପ୍ରଭୁ ଟେମ୍ପୁଲ ଅଫିସରୁ ଖଣ୍ଡେ ପାଟ ଆସେ ଆଜ୍ଞା ଏମିତି 7 ସାହି 42 ମନ୍ଦିର ଭକ୍ତମାନେ ଆସିକି ଦର୍ଶନ କରନ୍ତି ଆଜ୍ଞା ପ୍ରତ୍ୟକ୍ଷ ଠାକୁରାଣୀ ଯେଉଁ କାମ ଆପଣ ଯେତେବେଳେ ଯେଉଁ ମୁହୂର୍ତ୍ତରେ ଡାକିଲେ ସେ ମା ଆଉ କରିବେ ଆଜ୍ଞା ତେଣୁ ବିଶ୍ୱାସ ମୂଳରେ ଭଗବାନ ଆଉ ତ ଆପଣ କହୁଛନ୍ତି ମାନେ ଦଇତାପତି ଆସିକି ପ୍ରତିଷ୍ଠା କରିଥିଲେ ମାଆଙ୍କୁ ପ୍ରତିଷ୍ଠା ଦଇତାମାନେ ମାଆଙ୍କୁ ଆଣିକି ବସେଇଥିଲେ ଆଚ୍ଛା ଆଚ୍ଛା ଯେତେବେଳେ ସେଠି ଯଜ୍ଞ କଲେ ଆଜ୍ଞା ଯଜ୍ଞ କରିବା ଭିତରେ ସେ ଠାକୁରାଣୀ ବାହାରିଲେ ଏଠୁ ଆଜ୍ଞା ଏଇ ଠାକୁରାଣୀ ଆପଣ ସାରା ପୃଥିବୀରେ ଦେଖିବେନି ଯେ ହାତ ଯୋଡ଼ିକି ବସୁଛନ୍ତି ଏଇ ମା ହାତ ଯୋଡ଼ିକି ବସୁଛନ୍ତି ସପ୍ତ ଫେଣି ସାତ ମୁଣ୍ଡ ଉପରେ ଅଛି ଆଜ୍ଞା ତେଣୁ ହାତ ଯୋଡ଼ି ଠାକୁରାଣୀ ଡାକୁଛନ୍ତି ସେ ହାତ ଯୋଡ଼ି ତମର କୁହନ୍ତି ଆଜ୍ଞା 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 ତ ମା କ'ଣ କ'ଣ ମାନେ ଧାରଣ କରିଛନ୍ତି ମା ମୁଣ୍ଡ ଉପରେ ସପ୍ତ ଫେଣି ସାପ ଧାରୁଛନ୍ତି ପଦ୍ମାସନରେ ବସିକି ହାତ ଯୋଡ଼ିକି ବସୁଛନ୍ତି ଆଚ୍ଛା ଆଚ୍ଛା ତ ମାଆଙ୍କ ବିଷୟରେ ତ ଆପଣ କହିଲେ ଆଜ୍ଞା ତ ମାଆଙ୍କର ସବୁଠୁ ବଡ଼ ବଡ଼ ପର୍ବ ଏଠି କ'ଣ କ'ଣ ସବୁ ହୁଏ ମାଆଙ୍କ ବାର୍ଷିକ ଦଶହରା ପୂଜା ହୁଏ ଚୈତ୍ର ମାସରେ ଆଜ୍ଞା ନବରାତ୍ରି ପୂଜା ହୁଏ ବିଭିନ୍ନ ପ୍ରକାର ପୂଜା ମହାପ୍ରଭୁଙ୍କର ଯେମିତି ଆଜ୍ଞା ଏସବୁ ଆଦିର୍ଭାବ ଅଛି ଆଉ କ'ଣ ମାଆଙ୍କର ପର୍ବ ତ ଆପଣ କହିଦେଲେ ମାନେ ଏଇଠି ଆମର 16 ପୂଜା ହୁଏ ତିନି ପୂଜା ହୁଏ ହଁ ତିନି ପୂଜାରେ ମାଆଙ୍କର ଭୋଗ କ'ଣ ଲାଗେ ସବୁ ଏଠି ତିନି ପୂଜା ଶୀତଳ ଭୋଗ ଲାଗେ ମହାଅଷ୍ଟମୀ ଦିନ ଶଙ୍କୁଡ଼ି ଭୋଗ ଲାଗେ ଶଙ୍କୁଡ଼ି ମାନେ ଭାଇନା ମାନେ ଆଇଁଷ ନା ନା ଗୋଟିଏ ଦିନ ଆଇଁଷ ଗୋଟିଏ ଦିନ ଆଇଁଷ କେବଳ ଆଇଁଷ ଆଉ ଆଇଁଷ ହୁଏ ନା ପ୍ରତିଦିନ କ'ଣ ହୁଏ ଭୋଗ ଶୀତଳ ଭୋଗ ବାଳ ଭୋଗ ବାଳ ଭୋଗ ଆଜ୍ଞା ତ ମାଆଙ୍କର ନୀତିଦିନ ମାନେ ମାନେ ଆମର କ'ଣ ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ ପରେ ମାଜଣା ପରେ ମହାପ୍ରଭୁ ବାଳ ଭୋଗ ଚନ୍ଦନ ଲାଗି ରାତିରେ ସନ୍ଧ୍ୟା ଆଳତୀ ବଡ଼ ସିଙ୍ଗାର ବେଶ ପଉଡ଼ ଆଉ କ'ଣ ତ ଏଇସବୁ ମାଆଙ୍କର ନୀତିଦିନ ସବୁ ମାନେ ହୁଏ ପୂଜା ହୁଏ ମାଆଙ୍କର ମାନେ କେମିତି କେଉଁ ଭଳିଆ ପୂଜା ହୁଅନ୍ତି ମାଆଙ୍କର ପଞ୍ଚ ପୂଜା ଚାଲେ ପୂଜା ଟାଇମ୍ରେ 16 ପୂଜା ଚାଲେ ଆଚ୍ଛା ଆଚ୍ଛା ତ ମାଆଙ୍କର ଆଜ୍ଞା ଭାଇନା ମାନେ ମାଆଙ୍କର ଭେଷ କ'ଣ କ'ଣ ସବୁ ହୁଏ ବର୍ଷ ତମ ଭିତରେ ମାଆଙ୍କର 3 ଦିନ ଭିତରେ 4ଟା ବେଶ ହେଉଛି ଆଚ୍ଛା ସପ୍ତମୀ ଦିନ ଅନ୍ନପୂର୍ଣ୍ଣା ଅଷ୍ଟମୀ ଦିନ ଭୁବନେଶ୍ୱରୀ ଆଜ୍ଞା ନବମୀ ଦିନ ରାଜେଶ୍ୱରୀ ଆଜ୍ଞା ଦଶହରା ଦିନ ଦଶ ପୂଜା ଆଜ୍ଞା ତ ଏଇସବୁ ମାଆଙ୍କ ଭେଷ ହୁଏ ତ ଭାଇନା ମାଆଙ୍କର ବେଢ଼ା ଭିତରେ ସବୁ କେଉଁ ଦିଅନ୍ତି ଟିକେ ଆପଣ ଆସିକି କହିଦେବେ ଆମକୁ ବେଢ଼ା ଭିତରେ ଅଛନ୍ତି ମଙ୍ଗଳା ଅଛନ୍ତି ଏ ସର୍ବମଙ୍ଗଳା ଏଇଠି ମା ସର୍ବମଙ୍ଗଳା ଅଛନ୍ତି ଦେଖନ୍ତୁ ଏଇଠି ହଁ ତାପରେ ଗଣେଶ ଅଛନ୍ତି ଗଣେଶ ଆଉ ସେଇଠି ହଁ ଗଣେଶ ମହାପ୍ରଭୁ ଗଣେଶ ବି ଅଛନ୍ତି ମା କାଳୀ ଅଛନ୍ତି ମା ଶ୍ୟାମା କାଳୀ ଏଇଠି ଅଛନ୍ତି ତାରା ଅଛନ୍ତି ମା ତାରା ଏଇଠି ଦେଖନ୍ତୁ ଷୋଡ଼ଶୀ ଏଇଠି ଅଛନ୍ତି ଭୁବନେଶ୍ୱରୀ ଏଇଠି ମା ଭୁବନେଶ୍ୱରୀ ଏଇଠି ଦେଖନ୍ତୁ
ମା ବହୁତ ଚିହ୍ନମସ୍ତା ଚିହ୍ନମସ୍ତା ଭୈରବୀ ଭୈରବୀ ଏଇଠି ଧୂମାବତୀ ଧୂମାବତୀ ବଗଳା ବଗଳା ଏଇଠି ଦେଖନ୍ତୁ ମାତଙ୍ଗୀ ମାତଙ୍ଗୀ ସରସ୍ୱତୀ ଏଇଠି ମାନେ ବେଢ଼ା ଭିତରେ ସବୁ ଏଇଠି ଅଛନ୍ତି ଆଉ ଏଇଟା ୟା ଭିତରେ ମା ଅଛନ୍ତି ଆଉ ଏଇଠି ଦେଖନ୍ତୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ମହାପ୍ରଭୁ ଅଛନ୍ତି ଏଇଠି ଚତୁର୍ଥ ମୂର୍ତ୍ତି ବି ଅଛନ୍ତି ହଁ ଇଏ ଆଜ୍ଞା କେବେଠୁ ମାନେ ପ୍ରତିଷ୍ଠା ହେଲେ 2005 ପ୍ରତିଷ୍ଠା ହେଲେ ହଁ କ'ଣ କହିଲେ 2005 ମହାପ୍ରଭୁ ଦଶ ମହାବିଦ୍ୟା ପ୍ରତିଷ୍ଠା ହେଇଥିଲେ 10 ମହାବିଦ୍ୟା 2005 ପ୍ରତିଷ୍ଠା ହେଲେ ଆଚ୍ଛା ତ ଏଇଠି ମହାବୀର ବି ଅଛନ୍ତି ଆଜ୍ଞା ତ ଦେଖନ୍ତୁ ବେଢ଼ା ଭିତରେ ଏତିକି ସବୁ ଦିନ ଅଛନ୍ତି ଆଉ ମାଆଙ୍କର ଏଇଠି ଏଇଟା ଭାଇନା ଏଇଠି କ'ଣ ସବୁ ହେଇଛି ବାଜା ଆଳତୀ ମାଙ୍କ ପଲଙ୍କ ତ ସନ୍ଧ୍ୟାବେଳେ ଗୋଟେ ମାନେ ଭକ୍ତି ଭାବ ଗୋଟେ ମାନେ ହେଉଥିବ ଆଳତୀ ହେଲା ବେଳେ ଯେଉଁ ବାଜା ଘଣ୍ଟ ବାଜିକି ତ ଏଇଠି ଆପଣ ଦୀପ ବି ବସି ପାରିବେ ଆଉ ଭିତରେ ମା ରହିଲେ ତ ଦେଖନ୍ତୁ ଏଇଠି ମା ଭିତରେ ବସିଛନ୍ତି ଏଇଠି ମା ହାତ ଯୋଡ଼ି ଠାକୁରାଣୀ ମାଙ୍କୁ ଦର୍ଶନ କରିଦିଅନ୍ତୁ ଭିତରେ ମା ବସିଛନ୍ତି ମାଙ୍କର ଏବେ ପୂଜା ହେବ ଭାଇନା ଉପରେ କିଏ କିଏ ସବୁ ଅଛନ୍ତି ତ ଉପରେ ଦେଖନ୍ତୁ ନବଗ୍ରହ ଏଇଠି ଅଛନ୍ତି ମାଙ୍କର ସାଇଡ୍ରେ ଭାଇନା ସାଇଡ୍ରେ ସିଂହମୁଖୀ ବାଘମୁଖୀ ତ ଭିତରେ ମା ବସିଛନ୍ତି ଏବେ ଆଉ ଏଇଟା ଗୋଟେ ମାଙ୍କ ମନ୍ଦିର ପୁରା ଏଠି ଦୀପ ବସିପାରିବେ ଭାଇନା ଏଇଠି ଆପଣ ମାନେ ଭକ୍ତମାନେ ଯଦି ଚାହିଁଲେ ଯାଚଣା ବାଚଣା ପାଇଁ ଯାଚଣା ଏଇଠି ହୁଏ ହଁ ଯାଚଣା ହୁଏ ଗୁଆ ନଡ଼ିଆ ଭକ୍ତମାନେ ବସାନ୍ତି ଯେଉଁ କାମ ନ ହୁଏ ଆଜ୍ଞା ପିଲାମାନେ ପରୀକ୍ଷା ଦେଲା ବେଳକୁ ଗୁଆ ନଡ଼ିଆ ବସାନ୍ତି ଗୁଆ ନଡ଼ିଆ ଉଠାନ୍ତି ମାଙ୍କ ମାଜା ପୂଜା ଅର୍ଚ୍ଚନା କରନ୍ତି ମାନେ ସବୁ ଯାଚଣା ପୂଜା ବି ଏଇଠି ହୁଏ ଆପଣଙ୍କର କିଛି ଅନୁଭୂତି ଯାଚଣା ପୂଜା କିଛି ମାନେ ଏମିତି ଗୋଟେ ଭକ୍ତ ଆସିଥିବ ହେଇଥିବ ମହାପ୍ରଭୁଙ୍କ ଏମିତି ଗୁଆ ନଡ଼ିଆ ବସେଇଲି ତାଙ୍କର ପିଲା ଛୁଆ ହେଉଥିଲା 8-10 ବର୍ଷ କାଳ ଆଜ୍ଞା ଏମିତି ଗୁଆ ନଡ଼ିଆ ବସେଇକି ମାଙ୍କ ପାଖରେ ତାଙ୍କ କାର୍ଯ୍ୟ ମା ସଫଳ କରିଛନ୍ତି ସଫଳ କରିବା ଦ୍ୱାରା ଆଜ୍ଞା ମାଙ୍କ ପାଖରେ ପୂଜା ଅର୍ଚ୍ଚନା କରିକି ଯାଇଛନ୍ତି ଆଚ୍ଛା ଆଚ୍ଛା ତ ଏସବୁ କଥା ତ ଭାଇନାଙ୍କ ସହିତ କଥା ହେଉଥିଲୁ ମାଆଙ୍କୁ ଏବେ ଦର୍ଶନ କରିଦେଲି ଆଉ ଶ୍ରୀକ୍ଷେତ୍ରର ମାଆଙ୍କ ମନ୍ଦିର ବହୁତ ପୁରୁଣା ମନ୍ଦିର ଯାହା ମୁଁ ଶୁଣିବାକୁ ପାଇଲି ଭାଇନାଙ୍କଠୁ ଆଉ ବହୁତ ବଢ଼ିଆ ଲାଗିଲା ବର୍ତ୍ତମାନ ତ ମୁଁ ଆପଣଙ୍କୁ ଭାଇନାଙ୍କ ସହିତ କଥାବାର୍ତ୍ତା କରିଦେଲି ମାଆଙ୍କ ବିଷୟରେ ଜଣେଇଲି ତ ମନ୍ଦିରଟା ମୁଁ ଆପଣଙ୍କ ଏବେ ଭଲସେ ଦେଖାଉଛି ପୁରା ତ ବର୍ତ୍ତମାନ ମୁଁ ଆପଣଙ୍କ ମାଆଙ୍କର ଆଳତୀ ଦେଖାଉଛି ମାଆଙ୍କୁ ଦର୍ଶନ କରନ୍ତୁ ମା ବି ବର୍ତ୍ତମାନ ଆଳତୀ ହେଲେ ଦେଖନ୍ତୁ ଏଇଟା ମାଆଙ୍କ ମନ୍ଦିର ବାହାର ପଟଟା ଭିତରେ ମା ବସିଛନ୍ତି ଏଇଠି ତ ଦେଖନ୍ତୁ ଏଇଠି ମା ବସିଛନ୍ତି ଭିତରେ ତ ମାଆଙ୍କର ଗୋଟେ ସୁନ୍ଦର ମନ୍ଦିର ପୁରୁଣା ମନ୍ଦିର ଆମ ସହିତ ଜଣେ ଭକ୍ତ ଅଛନ୍ତି ମାଆଙ୍କର ଆଜ୍ଞା ଆପଣଙ୍କ ନାଁଟା ପ୍ରଥମେ ମୋ ନାଁ ରାମଚନ୍ଦ୍ର ଦାସ ତାଙ୍କ ନାଁ ମୁନା ହଁ କୁହନ୍ତୁ ତ ମାଆଙ୍କର ଭକ୍ତ ମାନେ ଅନୁଭୂତି ଆପଣଙ୍କ କିଛି ହେଇଛି ଅନୁଭୂତି କ'ଣ ମୋର ମୋ ପୁଅର ମାନେ ମୁଣ୍ଡ ଖରାପ ଜ୍ୱର ସେଦିନ ଜ୍ୱର 103, 104 ଜ୍ୱର ଚାରିଆଡ଼େ ଦେଖେଇଲି କୁଆଡ଼େ କିଛି ମାନେ ରିପ୍ଲାଏ କିଛି ଭଲ ହେଲାନି ଆଜ୍ଞା ତ ମାଆକୁ ରାତିରେ ତ କୁଆଡ଼େ ଯାଇପାରିବୁନି ରାତିରେ ରାତି ଅଧରେ ମାଆକୁ ଡାକିଲି ମା ନିଜେ ଆଜ୍ଞା କଳା ଘୋଡ଼ାରେ ମା ନିଜେ ମାନେ ମୋ ଠିଆ ହେଇଯାଉଛି ଆଜ୍ଞା ମା ନିଜେ ଯାଇ ଝୁମୁଝୁମୁ ନେଇ ପହଞ୍ଚିଲା ଦୁପରେ ଝାଡ଼ି ଦେଇକି ଆସିଲା ସକାଳୁ ପିଲା ରେଡ଼ି ମୋର ମାନେ ଠାକୁରାଣୀ ମାନେ ଡାକ୍ତର ପାଖକୁ ବି ଯିବାକୁ ଦେଲାନି ଆଜ୍ଞା ଆଜ୍ଞା ଠାକୁରାଣୀ ମୋତେ ଏମିତି ଝାଡ଼ି ଦେଇକି ଆଇଲା ମୋ ପୁଅକୁ ଆଜ୍ଞା ଆଜି ପର୍ଯ୍ୟନ୍ତ ମୋ ପିଲା ରେଡ଼ି ମାନେ ଜ୍ୱର ଭଲ ହଉନ ଜ୍ୱର ଟୋଟାଲ ଜ୍ୱରର ପ୍ରଶ୍ନ ନାହିଁ ଏବେ ଆଉ ଓହୋ ମାନେ ଆପଣ ଅନୁଭବ କରୁଛନ୍ତି ଏଇଟା ଅନୁଭବ ମାନେ ଅଙ୍ଗେ ଲିଭେଇଛି ଏଇଟା ଆଜ୍ଞା ଅଙ୍ଗେ ଲିଭେଇଛି ଏଇଟା ମାଆକୁ ବି ସ୍ୱତନ୍ତ୍ର ଦେଖିଛି ଆଚ୍ଛା ମାଆର ରୂପ ଦେଖିକି ଆଉ ଭୟ କରିବେନି ମା କିଏ ତୁ ତ ଆପଣ ତ ଏଇଠି ତ ମାଆଙ୍କୁ ପିଲାବେଳୁ ଦର୍ଶନ କରୁଥିବେ ଆଉ କିଛି ଆମ ଜନ୍ମସ୍ଥାନ ତ ଆଚ୍ଛା
ଆଉ କିଛି ଅନୁଭବ ଥିବ ଗ୍ରାମଦେବୀ ତ ଇଏ ହଁ ରାତିରେ ଆମ ଜେଜେବାପା ଜେଜେକୁ ଜେଜେ ମା ମାନଙ୍କଠୁ ଆମେ ଶୁଣୁ ରାତିରେ ମା ଗୋଡ଼ରେ ବସି ମନ୍ଦିର ଯାଆନ୍ତି। ହଁ ଝୁଣା ଧୂପ ବାସନା ହବ ଯିବେ ରାତିରେ ମନ୍ଦିରକୁ ପୁଣି ମନ୍ଦିରରୁ ରିଟର୍ଣ୍ଣ କରନ୍ତି। ତାଙ୍କର ଆମେ ଶୁଣୁଛୁ ଆମ ଜେଜେବାପା ମାନଙ୍କୁ ଯିବା ଟାଇମରେ ମାନେ ଠାକୁରାଣୀ ଯିବା ସମୟରେ ମନ୍ଦିରକୁ ଯିବା ସମୟରେ ସେ ରକ୍ତ ମୁଖାରେ ରୁହନ୍ତି। ଯେତେବେଳେ ଆସନ୍ତି ଆଜ୍ଞା ସେ ଶାନ୍ତ ମୁଖାରେ ଆସନ୍ତି। ସେଇ ଟାଇମରେ ତାଙ୍କ ସାମ୍ନାରେ ପରେ ଯାହା ମାଗିବେ ସେ ସେଇଟା ଭକ୍ତକୁ ଦିଅନ୍ତି। ସେଇଟା ଭକ୍ତଙ୍କ ମନ ଇଚ୍ଛା ପୂରଣ କରନ୍ତି। ସେଇଟା ଆମେ ଶୁଣି ଯାଉଛୁ ପୂର୍ବରୁ। ଆଜ୍ଞା 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 ତଥାପି ଆମେ ବି ଦେଖୁଛୁ ଆମର ବି କାମ ହେଉଛି। ଆମେ ମାଆକୁ ଡାକିଲା ପରେ ମା ଆମ ପାଖରେ ଯାଇ ପହଞ୍ଚି ଆମର ଦୁଃଖ ଧନ୍ଦା ସବୁ ବୁଝୁଛି। ଆମେ ସେଇଥିପାଇଁ ସଦାବେଳେ ଆମ ମା ପାଖରେ ଘରୁ ବାହାରିଲା ମାନେ ମାଆକୁ ମୁଣ୍ଡରେ ମାରିଲେ ଯୁଆଡ଼େ ଯୋଉ କାମରେ ଯିବ। ଆଉ ମା ବିଷୟରେ ଅତ୍ୟଧିକ କିଛି ଅଧିକ କହିପାରିବିନି। ସିଏ ତ ସଂସାରବାସିନୀ ସିଏ ତା ବିଷୟରେ ଅଧିକ କିଛି କହିପାରିବିନି। ତେଣୁ ଏତିକି ଆଜ୍ଞା ଧନ୍ୟବାଦ। ତ ଭାଇ ବ୍ଲଗ୍ରେ ଆଜି ଏତିକି ଥିଲା। ଆଶା କରୁଛି ଆପଣମାନଙ୍କୁ ଆଜି ବ୍ଲଗ୍ଟା ବହୁତ ବହୁତ ଭଲ ଲାଗିଥିବ। ଆଉ ଗୋଟେ ମାଆଙ୍କ ମନ୍ଦିର ଆଜି ମୁଁ ଦେଖିଲି ଆପଣମାନଙ୍କୁ ଏଇ ବ୍ଲଗ୍ରେ। ଯଦି ପୁରୀକୁ ଆସିଛନ୍ତି ବା ପୁରୀରେ ଅଛନ୍ତି ଆଉ ସେଇ ମନ୍ଦିରକୁ ମାଆଙ୍କ ମନ୍ଦିରକୁ କେବେ ଯାଇନନ୍ତି ତ ଯେମିତି ଗୋଟେ ଥର ଯାଆନ୍ତୁ, ମାଆଙ୍କୁ ଦର୍ଶନ କରନ୍ତୁ। ଆଉ ଯେଉଁ ଶାନ୍ତିଟା ପାଇବେ ସେଇଟା ଆପଣ ଦର୍ଶନ କଲା ପରେ ଜାଣିବେ। ଆଉ ଟ୍ରାଏ କରୁଛି ପୁରୀରେ ଯେତିକି ସବୁ ମାନେ ଏମିତି ସବୁ ଜାଗା ଅଛି ମନ୍ଦିର ଅଛି ଆପଣମାନଙ୍କୁ ଏଇ ବ୍ଲଗ୍ ମାଧ୍ୟମରେ ଦେଖିବାକୁ। ତ ଆଗକୁ ବି ଏଇ ଚେଷ୍ଟା ଜାରି ରହିବ ମୋର। ବାକି ଆପଣ ସମସ୍ତେ ଟିକେ ସପୋର୍ଟ କରନ୍ତୁ ସାନ ଭାଇଟାକୁ। ଏମିତି ବ୍ଲଗ୍ ବନେଇବା ଆପଣମାନଙ୍କୁ ନୂଆ ନୂଆ ଲୋକେସନ୍ ଆଣିକି ଦେବି, ନୂଆ ନୂଆ ମନ୍ଦିର ଦେଖିବି ପୁରୀର। ତ ସେ ପର୍ଯ୍ୟନ୍ତ ରହିଲି। ଆର୍ୟନ ଜୋନ୍ ସାଇନିଂ ଅଫ୍। ଜୟ ଜଗନ୍ନାଥ। ବାଏ।